ଏଇଟା ମଝିରେ ମଝିରେ ଏମିତି ସବୁ କାମକୁ ଗୋଟେ ତର୍ଜମା କରିବା ପାଇଁ କେଉଁ ଜିଲ୍ଲାରେ କ'ଣ ସବୁ ବିଭିନ୍ନ ଯେମିତି ପାର୍ଟିର ପ୍ରୋଗ୍ରାମ ସବୁ ଚାଲିଛି ସେ ତଳ ସ୍ତରକୁ ଗଲା କି ନାହିଁ ଆମର ସବୁ ମନେକର ମଣ୍ଡଳ ସ୍ତର ବୁଥ୍ ସ୍ତର ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ହେଇଥାଏ। ତେଣୁ ସେହି କ୍ରମରେ ମଝିରେ ମଝିରେ ଯଦି ତାକୁ ରିଭ୍ୟୁ କରାଯିବନି ତାହେଲେ ସେଇଟା ଜଣାପଡ଼ିବ ନାହିଁ। ସେଇଥିପାଇଁ ମୁଁ ଭାବୁଛି ଏଇ ଯେଉଁ କାର୍ଯ୍ୟକ୍ରମ ଆଜିର ଆଉ ସେଥିପାଇଁ ଜିଲ୍ଲା ସଭାପତି ହେଲେ ଜିଲ୍ଲା ପ୍ରଭାରୀ ହେଲେ ଏବଂ ଅନ୍ୟ ଯେଉଁମାନେ ବି ଅଛନ୍ତି ତାଙ୍କୁ ଏଠି ଡକାହେଇଛି। ଦେଖନ୍ତୁ ରଣନୀତି କ'ଣ ଭାରତୀୟ ଜନତା ପାର୍ଟି 365 ଦିନ ଯେଉଁ କାମ କରେ ସେଇ ଆଧାରରେ ହିଁ ଆକ୍ଚୁଆଲି ସେଇଟା ହେଉଛି ରଣନୀତି। ଆଉ ଯେତେବେଳେ ନିର୍ବାଚନ ଘୋଷଣା ହୁଏ ତାପରେ ଫେର ସେତେବେଳକୁ ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ କିଛି କାମ କରିବା ପାଇଁ ଦିଆହେଇଥାଏ। ସେମିତି କିଛି ନାହିଁ କିନ୍ତୁ ଲକ୍ଷ୍ୟ ତ ରହିବ ନିଶ୍ଚିତ ଭାବରେ ଯେହେତୁ ମାନେ ଆମର ଶୀର୍ଷ ନେତୃତ୍ୱ କହନ୍ତି ଯେକୌଣସି ନିର୍ବାଚନ ସେ ଛୋଟ ନିର୍ବାଚନ ହେଉ କି ବଡ଼ ନିର୍ବାଚନ ହେଉ ସବୁଗୁଡ଼ାକୁ ଗୁରୁତ୍ୱର ସହିତ ନେଇଥାଏ ଭାରତୀୟ ଜନତା ପାର୍ଟି। ସେହି କ୍ରମରେ ଯେହେତୁ ଯଦି ପଞ୍ଚାୟତ ନିର୍ବାଚନ ଆଗକୁ ଯେବେ ହେବ ସେତେବେଳେ ଫେର ଚିନ୍ତା କରାଯିବ। ଯଦି ସେ ଯଦି ତାର ମିଶିମାଶି କରିବା ସେଥିରେ କିଏ କାହା କ'ଣ ମନେ କରିଛି। ଏଇଠି ଦେଖନ୍ତୁ ଏଇଟା ଯେହେତୁ ଚତୁର୍ଥ ସିଟ୍ଟା କାହାରି ସେମିତି ଆବସଲ୍ୟୁଟ୍ ମେଜରିଟି ନାହିଁ ସେ ଦୃଷ୍ଟିରୁ ଯିଏ ତାର ଅଙ୍କ କଷିକିରି ସଂଖ୍ୟା ବଢ଼ାଇ ପାରିବ ସେ ତାର ନେବ। ରଣନୀତି ଦେଖନ୍ତୁ ଶୀର୍ଷ ନେତୃତ୍ୱ ଅଛନ୍ତି ବହୁତ କଥା ଚିନ୍ତା କରୁଛନ୍ତି। ଆମେ ସେ ଭିତରେ ବହୁତ ବେଶୀ କିଛି କହିପାରିବା ନାହିଁ କିନ୍ତୁ ସମସ୍ତେ ଚାହିଁବେ ଯେକୌଣସି ଦଳ ଚାହିଁବ ତାର ସଂଖ୍ୟାକୁ ବଢ଼ାଇବା ପାଇଁ ଏବଂ ସଂଖ୍ୟାକୁ ବଢ଼ାଇବା ପାଇଁ ହେଲେ କ'ଣ ଗଣିତ କଷାଯିବ ସେସବୁ ସମସ୍ତେ କିଛି ଅସମ୍ଭବ ନୁହେଁ। ଚର୍ଚ୍ଚା ତ ଚାଲିଛି ଯଦି ସେ ପ୍ରକାର ହୁଏ ନିଶ୍ଚିତ ଭାବରେ ହେବ। ଦେଖନ୍ତୁ ଏକ୍ସରସାଇଜ୍ ମୁଁ ଯେଉଁ କଥା କହିଲି ଏଇଟା କାର୍ଯ୍ୟକର୍ତ୍ତା ମାନେ କରନ୍ତି ନାହିଁ। ଏଇଟା ଶୀର୍ଷ ନେତୃତ୍ୱ ଯେଉଁମାନେ ଅଛନ୍ତି ପ୍ରଦେଶରେ ଅଛନ୍ତି ତାପରେ ଆମର କେନ୍ଦ୍ରରେ ଅଛନ୍ତି ସେମାନେ ସବୁ ନିର୍ଣ୍ଣୟ କରିବେ।